ସ୍ୱାଧୀନତା ସଂଗ୍ରାମୀ ଭାଗବତ ପ୍ରଧାନଙ୍କ ପତ୍ନୀ ବିୟୋଗ। ନୀଳଗିରି ଗଡ଼ଜାତ ମାଟିର ତତ୍କାଳୀନ ମହାସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଭାଗବତ ପ୍ରଧାନଙ୍କ ଧର୍ମପତ୍ନୀ ମାଳତୀଲତା ପ୍ରଧାନ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ 89 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଦୀର୍ଘ 7 ମାସ ଧରି ସେ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳ 5ଟା ସମୟରେ ମୃତ୍ୟୁବରଣ କରିଛନ୍ତି। ପରିବାରବର୍ଗ ଜ୍ଞାତି କୁଟୁମ୍ବ ମୋର ଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ସ୍ୱାମୀ ସ୍ୱର୍ଗତ ଶ୍ରୀ ପ୍ରଧାନ ସ୍ୱାଧୀନତା ପାଇଁ ସଂଗ୍ରାମ କରି କାରାବରଣ କରିଥିଲେ। ଧର୍ମପରାୟଣ ମହିଳାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।